ଯେମିତି ଫୁଟୁଥିବା ପାଣିରେ ନିଜର ଛାଇ ଦିଶେ ନାହିଁ, ସେହିପରି ଅଶାନ୍ତ ମନରେ ସମାଧାନର ରାସ୍ତା ବି ଦିଶେ ନାହିଁ। ଏଥିପାଇଁ ପ୍ରଥମେ ଏକାନ୍ତରେ ମନକୁ ସ୍ଥିର କରନ୍ତୁ, ସବୁ ସମସ୍ୟାର ସମାଧାନ ମିଳିଯିବ। ସମ୍ପର୍କ ଯାହା ସହ ବି ରଖୁଛ ସେତିକି ରଖ ଯେତିକି ତୁମ ପାଇଁ ଦରକାର, କାରଣ ପ୍ରକୃତିର ନିୟମ ଅଛି, ଫଳ ଅତି ମିଠା ହେଲେ ସେଥିରେ ପୋକ ଲାଗିଥାଏ। ଭୋଜନର ମୂଲ୍ୟ ଭୋକରେ ଥିବା ବ୍ୟକ୍ତି ବୁଝିଥାଏ ଏବଂ ଈଶ୍ୱରଙ୍କ ମୂଲ୍ୟ ଦୁଃଖ ସମୟରେ ଜଣାପଡ଼ିଥାଏ। କଥାଟି ଛୋଟିଆ, କିନ୍ତୁ ଏହା ସତ୍ୟ ଅଟେ। ପାରୁଛ ଯଦି କାହାକୁ ସତ କହି ଧୋକା ଦେବ, କିନ୍ତୁ ମିଛ କହି କାହାକୁ ଆଶା ଦେବା ବା ବିଶ୍ୱାସ ଭାଙ୍ଗିବା ଠିକ୍ ନୁହେଁ। ନିଜର ଅହଙ୍କାର ପାଇଁ ଏହି ତିନୋଟି ନିପାତ ହୋଇଥାଏ: ଧନ, ଶାନ୍ତି ଏବଂ ବଂଶ। ବିଶ୍ୱାସ ନହେଲେ ମନେ ପକାନ୍ତୁ ରାବଣ, କୌରବ ଏବଂ କଂସ। ଯେମିତି ଲୁଣକୁ ଗୋଟିଏ ସୁନା ତାଟିଆରେ ରଖି ଚାଖିଲେ ମଧ୍ୟ ତାର ସ୍ୱାଦ ବଦଳେ ନାହିଁ, ଠିକ୍ ସେମିତି ସ୍ୱାର୍ଥପର ଲୋକଙ୍କର ତୁମେ ଯେତେ ବି ଉପକାର କର, ତାର ସ୍ୱାର୍ଥ ସ୍ୱଭାବ କେବେ ମଧ୍ୟ ବଦଳେ ନାହିଁ। ତ୍ୟାଗ ସ୍ନେହଠାରୁ ଶ୍ରେଷ୍ଠ, ଚରିତ୍ର ସୁନ୍ଦରତା ଠାରୁ ଶ୍ରେଷ୍ଠ, ମାନବିକତା ସମ୍ପତ୍ତି ଠାରୁ ଶ୍ରେଷ୍ଠ, କିନ୍ତୁ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖିବା ଠାରୁ ଶ୍ରେଷ୍ଠ ଆଉ କିଛି ନାହିଁ। ଯେମିତି ଫୁଟୁଥିବା ପାଣିରେ ନିଜର ଛାଇ ଦିଶେ ନାହିଁ, ସେହିପରି ଅଶାନ୍ତ ମନରେ ସମାଧାନର ରାସ୍ତା ବି ଦିଶେ ନାହିଁ। ଏଥିପାଇଁ ପ୍ରଥମେ ଏକାନ୍ତରେ ମନକୁ ସ୍ଥିର କରନ୍ତୁ, ସବୁ ସମସ୍ୟାର ସମାଧାନ ମିଳିଯିବ। ସମ୍ପର୍କ ଯାହା ସହ ବି ରଖୁଛ ସେତିକି ରଖ ଯେତିକି ତୁମ ପାଇଁ ଦରକାର, କାରଣ ପ୍ରକୃତିର ନିୟମ ଅଛି, ଫଳ ଅତି ମିଠା ହେଲେ ସେଥିରେ ପୋକ ଲାଗିଥାଏ। ଭୋଜନର ମୂଲ୍ୟ ଭୋକରେ ଥିବା ବ୍ୟକ୍ତି ବୁଝିଥାଏ ଏବଂ ଈଶ୍ୱରଙ୍କ ମୂଲ୍ୟ ଦୁଃଖ ସମୟରେ ଜଣାପଡ଼ିଥାଏ। କଥାଟି ଛୋଟିଆ, କିନ୍ତୁ ଏହା ସତ୍ୟ ଅଟେ। ପାରୁଛ ଯଦି କାହାକୁ ସତ କହି ଧୋକା ଦେବ, କିନ୍ତୁ ମିଛ କହି କାହାକୁ ଆଶା ଦେବା ବା ବିଶ୍ୱାସ ଭାଙ୍ଗିବା ଠିକ୍ ନୁହେଁ। ନିଜର ଅହଙ୍କାର ପାଇଁ ଏହି ତିନୋଟି ନିପାତ ହୋଇଥାଏ: ଧନ, ଶାନ୍ତି ଏବଂ ବଂଶ। ବିଶ୍ୱାସ ନହେଲେ ମନେ ପକାନ୍ତୁ ରାବଣ, କୌରବ ଏବଂ କଂସ। ଯେମିତି ଲୁଣକୁ ଗୋଟିଏ ସୁନା ତାଟିଆରେ ରଖି ଚାଖିଲେ ମଧ୍ୟ ତାର ସ୍ୱାଦ ବଦଳେ ନାହିଁ, ଠିକ୍ ସେମିତି ସ୍ୱାର୍ଥପର ଲୋକଙ୍କର ତୁମେ ଯେତେ ବି ଉପକାର କର, ତାର ସ୍ୱାର୍ଥ ସ୍ୱଭାବ କେବେ ମଧ୍ୟ ବଦଳେ ନାହିଁ। ତ୍ୟାଗ ସ୍ନେହଠାରୁ ଶ୍ରେଷ୍ଠ, ଚରିତ୍ର ସୁନ୍ଦରତା ଠାରୁ ଶ୍ରେଷ୍ଠ, ମାନବିକତା ସମ୍ପତ୍ତି ଠାରୁ ଶ୍ରେଷ୍ଠ, କିନ୍ତୁ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖିବା ଠାରୁ ଶ୍ରେଷ୍ଠ ଆଉ କିଛି ନାହିଁ।